ଏହିଭଳି ଭାବରେ ପେଟ୍ରୋଲିଂ ସମୟରେ ସନ୍ଦେହରେ କାରକୁ ଅଟକାଇଥିଲା ପୁଲିସ। ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି କାର ଭିତରୁ ପୁଲିସ। ବାଲେଶ୍ୱର ଜିଲ୍ଲାର ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁଥିବା ବେଳେ ବୁଧବାର ରାତିରେ ସିଙ୍ଗଲା ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରେ 5 ଜଣ ବସି ଯାଉଥିବା ସନ୍ଦେହ କରି ପୋଲିସ ଅଟକାଇଥିଲେ। ଅଟକାଇ ପରେ ତାଙ୍କୁ ପଚରାଉଚରା କରିବାରୁ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଗାଡ଼ିଟିକୁ ସେ ଅଟକ ରଖିଥିଲେ। ଡକାୟତ ଯୋଜନା କରୁଥିବା ସନ୍ଦେହ ପୋଲିସରେ ଯାଞ୍ଚ କରିବା ଫଳରେ 2ଟି ବନ୍ଧୁକ ସମେତ 10ଟି ଅଫୁଟା ଗୁଳି, ଗୋଟିଏ କାର, 3 ଡକାୟତ କଟୁରୀ, ଶାବୁଳ, ଛୁରୀ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ସହ ସେମାନଙ୍କୁ ଗିରଫ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ପ୍ରମୁଖ ରାସ୍ତା ପୁଟୁରା ଛକକୁ ଚଢ଼ଉ କରି ଜବତ କରିଛି ପୁଲିସ। ବିଳମ୍ବିତ ରାତ୍ରିରେ ଏହି 5 ଜଣ ଯାଉଥିବା ବେଳେ ସେମାନଙ୍କୁ ପିଛା କରି ଅତର୍କିତ ଭାବରେ ଚଢ଼ାଉ କରିଥିଲା। ହେଲେ ଘଟଣାସ୍ଥଳରୁ 2 ଜଣ ଚମ୍ପଟ ମାରିଥିବା ବେଳେ 2 ନାବାଳକ ସମେତ 3 ଜଣଙ୍କୁ ଗିରଫ କରିଛି ପୁଲିସ। କାର ଭିତରୁ 2ଟି ଗୁଳି ଭର୍ତ୍ତି ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ସମସ୍ତଙ୍କ ଘର ପଶ୍ଚିମବଙ୍ଗର ଅଞ୍ଚଳର ବୋଲି ସିଙ୍ଗଲା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସ୍ଡିପିଓ ସମର୍ଥ ବେହେରା।